ପାଉଲଙ୍କର ସେବା କାର୍ଯ୍ୟ ଏପରି ପ୍ରଭାବଶାଳୀ ଥିଲା ଯେ ତାହାଙ୍କ କାର୍ଯ୍ୟ ବିରୁଦ୍ଧରେ କିଛି ଲୋକ ଉଠିଲେ ଏବଂ ଘୋର ଗଣ୍ଡଗୋଳ କଲେ। କିନ୍ତୁ ପାଉଲ ସେଥିରେ ଅଟକି ଯାଇ ନଥିଲେ। ସେ ମାକିଦୋନିଆକୁ ଯାତ୍ରା କଲେ, ସହ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଇ ସେମାନଙ୍କୁ ଉତ୍ସାହିତ କରିବାକୁ ଲାଗିଲେ। ପ୍ରିୟ ବନ୍ଧୁ, ଆମେ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ଆମମାନେ ଅଟକି ଯାଉଛୁ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ଆପଣଙ୍କୁ ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ ଆଜି କେମିତି ଅଛନ୍ତି? ଆପଣଙ୍କର ପରିବାର କେମିତି ଅଛି? ମୋର ବିଶ୍ୱାସ ପ୍ରଭୁଙ୍କର ଦୟା ଏବଂ ଅନୁଗ୍ରହରେ ଆପଣ ନିଶ୍ଚୟ ଭଲରେ ଥିବେ। ଆପଣ ନିୟମିତ ଆମମାନଙ୍କର ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି, ଏଥିରୁ ଶିକ୍ଷା ପ୍ରାପ୍ତ ହେଉଛନ୍ତି, ବ୍ୟକ୍ତିଗତ ଜୀବନରେ ଆତ୍ମାରେ ବୃଦ୍ଧି ପାଉଛନ୍ତି। ସେଥିପାଇଁ ଆମମାନେ ପ୍ରଭୁଙ୍କୁ ଧନ୍ୟବାଦ ଦେଉ। ଆପଣଙ୍କ ମଧ୍ୟରୁ ଅନେକେ ନିୟମିତ ଆମମାନଙ୍କ ସହିତ ଯୋଗାଯୋଗ କରୁଅଛନ୍ତି, ଆପଣଙ୍କର ମତାମତ ଦେଉଛନ୍ତି। ସେଥିପାଇଁ ଆମମାନେ ଆପଣଙ୍କ ନିକଟରେ ଧନ୍ୟବାଦ ଅଟୁ। କିନ୍ତୁ ଯଦି ଏ ପର୍ଯ୍ୟନ୍ତ ଆପଣ ଆପଣଙ୍କର ମତାମତ ଦେଇନାହାନ୍ତି, ଟିଭି ସ୍କ୍ରିନ୍ରେ ଯେଉଁ ନମ୍ବରଟା ଦେଖୁଛନ୍ତି ସେହି ନମ୍ବରରେ ଆଜି ହିଁ ଆମମାନଙ୍କ ସାଙ୍ଗରେ ଯୋଗାଯୋଗ କରନ୍ତୁ। ଆପଣଙ୍କର ଫୋନ୍ କଲ୍ର ଅପେକ୍ଷାରେ ଆମମାନେ ଅଛୁ। ପ୍ରିୟ ବନ୍ଧୁ, ଆମେ ଆଜିର କାର୍ଯ୍ୟକ୍ରମରେ ପାଉଲଙ୍କର ସେବା କାର୍ଯ୍ୟ ସମ୍ପର୍କରେ ଲକ୍ଷ୍ୟ କରୁଛୁ। ଆମେ ଗତ ପାଠରେ ଲକ୍ଷ୍ୟ କରିଥିଲୁ ଯେ ପାଉଲଙ୍କର ସେବା କାର୍ଯ୍ୟ ଏପରି ପ୍ରଭାବଶାଳୀ ଥିଲା ଯେ ତାହାଙ୍କର କାର୍ଯ୍ୟ ବିରୁଦ୍ଧରେ କିଛି ଲୋକ ଉଠିଲେ ଏବଂ ବିଭିନ୍ନ ପ୍ରକାର ଗଣ୍ଡଗୋଳ କରିବାକୁ ଲାଗିଲେ। କିନ୍ତୁ ପାଉଲ ସେ ସବୁ ସକାଶେ ଅଟକି ଯାଇ ନଥିଲେ। ସେ ମାକିଦୋନିଆକୁ ଯାତ୍ରା କଲେ, ସହ ବିଶ୍ୱାସୀମାନଙ୍କୁ ଶିକ୍ଷା ଦେଇ ଉତ୍ସାହିତ କରିବାକୁ ଲାଗିଲେ। ମାକିଦୋନିଆରୁ ଗ୍ରୀସକୁ ସେ ଯାତ୍ରା କଲେ, ପୁଣି ଗ୍ରୀସରୁ ସିରିଆକୁ ଯିବାକୁ ବାହାରିଲେ। ପାଉଲ ବିଭିନ୍ନ ସ୍ଥାନକୁ ଯିବା ନିମନ୍ତେ ଯୋଜନା କରୁଥିବାର ଆମମାନେ ଦେଖିବାକୁ ପାରୁଛୁ। ତ୍ରୋୟାରେ ପାଉଲ ପ୍ରଚାର କରୁଥିବା ସମୟରେ ଉପର କୋଠରୀରେ ଜଣେ ଯୁବା ବସି ତାହାଙ୍କର ପ୍ରଚାରିତ ବାକ୍ୟ ଶୁଣୁ ଶୁଣୁ ଶୋଇପଡ଼ିଲେ ଏବଂ ନିଦ ସକାଶେ ସେ ତଳେ ପଡ଼ିକି ମୃତ୍ୟୁଭୋଗ କଲେ। କିନ୍ତୁ ପାଉଲ ସେ ମୃତ ବ୍ୟକ୍ତିକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଉଠେଇଥିଲେ। ଈଶ୍ୱର ପାଉଲଙ୍କ ଦ୍ୱାରା ଆଶ୍ଚର୍ଯ୍ୟ କାର୍ଯ୍ୟମାନ ସାଧନ କଲେ। ଏହାଦ୍ୱାରା ଈଶ୍ୱରଙ୍କର ନାମ ମହିମାନ୍ୱିତ ହେବାକୁ ଲାଗିଲା। ତେବେ ଆସନ୍ତୁ ଏ ବିଷୟରେ ଆଜିର ଅଧ୍ୟୟନରେ ଆହୁରି ଅଧିକ ବିସ୍ତୃତ ଭାବରେ ଆଲୋଚନା କରିବା। କିନ୍ତୁ ତା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ମୋ ପାପ କଳୁଷ କରି ପରିଷ୍କାର ଝରାଇଛ କୃଷି ତପତରୁ ଧୀର ଏ ଦ୍ରାକ୍ଷାରସ କରୁଛି ପ୍ରକାଶ ଏ ଦ୍ରାକ୍ଷାରସ କରୁଛି ପ୍ରକାଶ ତୁମ ମହାପ୍ରେମ ପିୟୁଷ ଧାର ବନ୍ଦନା ଖେନ ପ୍ରିୟ ଯୀଶୁ ମୋହର ବନ୍ଦନା ଖେନ ପ୍ରିୟ ଯୀଶୁ ମୋହର। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରେରିତ ପୁସ୍ତକର 20 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 27 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ପାଖରେ ଯଦି ପବିତ୍ର ବାଇବଲ କିମ୍ବା ନୂତନ ନିୟମ ଅଛି ତାହେଲେ ମୋ ସହିତ ଖୋଲନ୍ତୁ, ଅଧ୍ୟୟନ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଗୁରୁତ୍ୱପୂର୍ଣ୍ଣ ବିଷୟ ସବୁ ନିଜର ଖାତାରେ ଲେଖି ରଖନ୍ତୁ।
ଏହି ସୁଯୋଗ ହରାନ୍ତୁ ନାହିଁ। ଆପଣ ଏହି ଅଧ୍ୟୟନରେ ନିୟମିତ ଅଂଶଗ୍ରହଣ କରିବା ଦ୍ୱାରା ପବିତ୍ର ବାଇବେଲ ମଧ୍ୟରୁ ଅନେକ ନିଗୁଢ଼ ବିଷୟମାନ ଶିକ୍ଷା କରିପାରିବେ, ଯାହାକି ଆପଣଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହେବ। ତେବେ ଏହି ପର୍ବରେ ଆମେ ପ୍ରେରିତ ପାଉଲଙ୍କର ତୃତୀୟ ପ୍ରଚାର ଯାତ୍ରା ସମାପ୍ତ ହେବାର ଲକ୍ଷ୍ୟ କରିବାକୁ ପାରିବା। ଗତ ପାଠରେ ଆମେ ଦେଖିଥିଲୁ ଯେ ପ୍ରେରିତ ପାଉଲ ତାଙ୍କର ତୃତୀୟ ପ୍ରଚାର ଯାତ୍ରା ମଧ୍ୟରେ ଏଫିସକୁ ଆସି ସେଠାରେ ପ୍ରାୟ 2 ବର୍ଷ ପର୍ଯ୍ୟନ୍ତ ରହି ସୁସମାଚାର ପ୍ରଚାର କଲେ। ମାତ୍ର ସେଠାରେ ମଧ୍ୟ ପ୍ରଚାର କାର୍ଯ୍ୟରେ ବାଧା ଉପୁଜିବାରୁ ଓ ତାହାଙ୍କ ପ୍ରତି ତାଡ଼ନା ଘଟିବାରୁ ସେ ସେହି ସ୍ଥାନ ଛାଡ଼ି ମାକିଦୋନିଆକୁ ଚାଲି ଆସିଲେ। କିନ୍ତୁ ଆଜି ଆମେ ଏହି 20 ପର୍ବରେ ଦେଖିବାକୁ ଯିବା ଯେ ସେ ମାକିଦୋନିଆକୁ ଆସି ସେଠାରୁ ଫିଲିପକୁ ଗଲେ ଓ ସେଠାରୁ ଫେରି ତ୍ରୋୟାକୁ ଗଲେ ଓ ଏହାପରେ ସେ ମିଲିତକୁ ଗଲେ। କିନ୍ତୁ ଏହି ମିଲିତରେ ଏଫିସ ମଣ୍ଡଳୀର ପ୍ରାଚୀନମାନେ ଆସି ପାଉଲଙ୍କ ସହିତ ମିଶିଲେ ଓ ସେମାନେ ସେହିଠାରେ ପାଉଲଙ୍କୁ ବିଦାୟ ଦେଲେ। ପାଉଲ ସେମାନଙ୍କଠାରୁ ବିଦାୟ ଘେନି ଜେରୁସାଲେମକୁ ଆସିଲେ। ଏହିପରି ଭାବେ ପାଉଲଙ୍କର ତୃତୀୟ ପ୍ରଚାର ଯାତ୍ରାର ସମାପ୍ତି ଘଟିଲା। ଆସନ୍ତୁ ତାହେଲେ ବର୍ତ୍ତମାନ ପାଉଲ ସେହି ଏଫିସ ନଗର ପରିତ୍ୟାଗ କରି ତାଙ୍କର ଫେରିବା ପଥରେ କିପରି ଅନ୍ୟାନ୍ୟ ସ୍ଥାନଗୁଡ଼ିକୁ ପରିଦର୍ଶନ କରି ଜେରୁସାଲେମକୁ ବାହୁଡ଼ିଗଲେ ତାହା ଲକ୍ଷ୍ୟ କରିବା। ଦେଖନ୍ତୁ 20 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ସେହି ଗଣ୍ଡଗୋଳ ନିବୃତ୍ତ ହେବା ପରେ ପାଉଲ ଶିଷ୍ୟମାନଙ୍କୁ ଡକାଇ ସେମାନଙ୍କୁ ଉତ୍ସାହ ଦେଲେ ଆଉ ସେମାନଙ୍କଠାରୁ ବିଦାୟ ଘେନି ମାକିଦୋନିଆକୁ ଯିବା ନିମନ୍ତେ ପ୍ରସ୍ଥାନ କଲେ। ସେହି ସମସ୍ତ ଅଞ୍ଚଳ ଦେଇ ଯାତ୍ରା କରି ସେ ଶିଷ୍ୟମାନଙ୍କୁ ବହୁତ ଉତ୍ସାହ ଦେବା ଉତ୍ତାରେ ଗ୍ରୀସକୁ ଆସିଲେ। ଏଥିରୁ ଜଣାଯାଏ ଯେ ସେ ଆଥିନି ଓ କରିନ୍ଥକୁ ମଧ୍ୟ ପୁନର୍ବାର ପରିଦର୍ଶନ କରିଥିଲେ। 3 ଓ 4 ପଦରେ ଲେଖା ଅଛି, ସେ ସେହି ସ୍ଥାନରେ 3 ମାସ ରହି ଯେତେବେଳେ ଜାହାଜରେ ଚଢ଼ି ସୁରିଆକୁ ଯିବାକୁ ଉଦ୍ୟତ ହେଲେ, ସେତେବେଳେ ଯୁହୁଦୀମାନେ ତାଙ୍କ ବିପକ୍ଷରେ ଷଡ଼ଯନ୍ତ୍ର କରିବାରୁ ସେ ମାକିଦୋନିଆ ଦେଇ ବାହୁଡ଼ି ଯିବାକୁ ମନସ୍ଥ କଲେ। ଆଉ ପୁରଙ୍କ ପୁତ୍ର ବେରେୟା ନିବାସୀ ସୋପାତ୍ର, ଥେସଲୋନିକୀୟମାନଙ୍କ ମଧ୍ୟରୁ ଆରିସ୍ତାର୍ଖ ଓ ସେକୁନ୍ଦ, ଦର୍ବିର ଗାୟ, ତିମୋଥି ଆଉ ଆସିଆର ଲୋକମାନଙ୍କ ମଧ୍ୟରୁ ତୁଖିକ ଓ ତ୍ରଫିମ ତାଙ୍କ ସାଙ୍ଗରେ ଯାତ୍ରା କଲେ। ଏଠାରେ ଯେଉଁ ଲୋକମାନଙ୍କର ନାମ ଉଲ୍ଲେଖ ହୋଇଅଛି, ଏମାନେ ସମସ୍ତେ ବିଶ୍ୱାସୀ ଥିଲେ, ଯେଉଁମାନେ କି ପାଉଲଙ୍କ ପ୍ରଚାର ଦ୍ୱାରା ପରିବର୍ତ୍ତିତ ହୋଇ ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ। ଆଉ ଏହି ଲୋକମାନେ ମିଶନେରୀ ଭାବେ କାର୍ଯ୍ୟ କରୁଥିଲେ ଓ ସେମାନେ ପାଉଲଙ୍କ ସହିତରେ ମଧ୍ୟ ଥିଲେ। ଏଠାରେ ଆମେ ଜାଣି ରଖିବା ଉଚିତ ଯେ ପାଉଲ ଯେତେବେଳେ ଗ୍ରୀସ୍ ଓ ମାକିଦୋନିଆ ମଧ୍ୟ ଦେଇ ଯାତ୍ରା କଲେ, ସେତେବେଳେ ସେ ସେହି ଅଞ୍ଚଳର ସମସ୍ତ ମଣ୍ଡଳୀକୁ ମଧ୍ୟ ପରିଦର୍ଶନ କରିଥିଲେ, ଯେଉଁ ମଣ୍ଡଳୀଗୁଡ଼ିକୁ ସେ ସ୍ଥାପନ କରିଥିଲେ। ଯେତେଦୂର ସମ୍ଭବ ସେ ଆଥିନି ଓ କରିନ୍ଥରେ ରହିଥିବେ ଓ ଏଥିସହିତ ଥେସଲୋନିକି, ବେରୟା ଓ ଫିଲିପିକୁ ମଧ୍ୟ ଯାଇଥିବେ। ତେଣୁ ସେ ଏହିପରି ଭାବେ ୟୁରୋପରେ ଥିବା ସମସ୍ତ ମଣ୍ଡଳୀଗୁଡ଼ିକୁ ପୁନର୍ବାର ପରିଦର୍ଶନ କରିଥିଲେ ତାହାଙ୍କର ଏହି ତୃତୀୟ ପ୍ରଚାର ଯାତ୍ରାରେ। କିମ୍ବା ଅନ୍ତତଃ ପକ୍ଷେ ୟୁରୋପର କେତେକ ଅଞ୍ଚଳ ସେ ପରିଦର୍ଶନ କରିଥିଲେ। ଏଥିରୁ ଆପଣ ଅନୁମାନ କରିପାରୁଥିବେ ଯେ ପାଉଲ କେତେ ଦୂର ମଣ୍ଡଳୀ ନିମନ୍ତେ ବୋଝଗ୍ରସ୍ତ ଥିଲେ। ସେ ନିଜେ ସମସ୍ତ ପ୍ରକାର ବାଧାବିଘ୍ନ ଓ ତାଡ଼ନାର ସମ୍ମୁଖୀନ ହେଲେ ମଧ୍ୟ ଭାଙ୍ଗି ପଡ଼ୁନାହାନ୍ତି। ମାତ୍ର ଏହିପରି ପରିସ୍ଥିତିରେ ସେ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉତ୍ସାହ ଦେଉଛନ୍ତି, ଯେପରି ସେମାନେ ବିଶ୍ୱାସରେ ଭାଙ୍ଗି ନ ପଡ଼ନ୍ତି। ବାସ୍ତବରେ ଏହା ସେତେ ସହଜ ନୁହେଁ। ଏଥିରୁ ପାଉଲଙ୍କର ଦୃଢ଼ ବିଶ୍ୱାସ ଓ ମଣ୍ଡଳୀ ପ୍ରତିଷ୍ଠା କରିବା ଦିଗରେ ତାଙ୍କର ପ୍ରଗାଢ଼ ଆକାଂକ୍ଷା ପ୍ରକାଶିତ ହୁଏ। ସୁସମାଚାର ପ୍ରଚାରରେ ଯଦିଓ ପ୍ରତିବନ୍ଧକ ଉପୁଜିଥିଲା, ମାତ୍ର ସେ ସେଥିପ୍ରତି ଭ୍ରୂକ୍ଷେପ କରୁନଥିଲେ, କିନ୍ତୁ ଖ୍ରୀଷ୍ଟଙ୍କର ଅଭିମତକୁ ସଫଳ କରିବା ନିମନ୍ତେ ବିଶ୍ୱାସର ସହିତ ଆଗେଇ ଯାଇଥିଲେ। 20 ପର୍ବର 5 ପଦରେ ଲେଖା ଅଛି, ଏମାନେ ସମସ୍ତେ ଆଗେ ଯାଇ ତ୍ରୋୟାରେ ଆମ୍ଭମାନଙ୍କର ଅପେକ୍ଷା କରୁଥିଲେ। ଆପଣଙ୍କର ମନେଥିବ ଯେ ଏହି ତ୍ରୋୟାରୁ ପାଉଲ ତାହାଙ୍କର ଦ୍ୱିତୀୟ ପ୍ରଚାର ଯାତ୍ରାରେ ୟୁରୋପକୁ ଯାଇଥିଲେ। ବର୍ତ୍ତମାନ ସେ ତାହାଙ୍କର ତୃତୀୟ ପ୍ରଚାର ଯାତ୍ରାରେ ମଧ୍ୟ ଏହି ତ୍ରୋୟାକୁ ଆସୁଅଛନ୍ତି। ଏହି ଯେଉଁ ଲୋକମାନେ ପାଉଲଙ୍କର ସହିତ ଯାତ୍ରା କରୁଥିଲେ, ସେମାନେ ମିଶନେରୀ ଭାବେ ପାଉଲଙ୍କ ସହିତ ପ୍ରଚାର କାର୍ଯ୍ୟରେ ଯୋଗ ଦେଇଥିଲେ। ସେମାନେ ଏଥିପୂର୍ବରୁ ମଧ୍ୟ ପାଉଲଙ୍କ ସହିତ ପ୍ରଚାର କାର୍ଯ୍ୟରେ ଯାତ୍ରା କରିଥିବେ। ଏପରିକି ପାଉଲ ଯେତେବେଳେ କରିନ୍ଥରେ ଥିବେ, ସେତେବେଳେ ଏମାନେ ସମ୍ଭବତଃ ସେହି ଦେଶର ଚତୁଃପାର୍ଶ୍ୱରେ ଓ ଛୋଟ ଛୋଟ ଗ୍ରାମମାନଙ୍କରେ ତଥା ସହରମାନଙ୍କରେ ପ୍ରଚାର କରିଥିବେ। କାରଣ କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲ ଲେଖିଥିବା ପତ୍ରରେ ଆମେ ଦେଖୁ ଯେ ସେହି ସମୟରେ ଈଶ୍ୱରଙ୍କ ବାକ୍ୟ ସମଗ୍ର ଜଗତରେ ପ୍ରଚାରିତ ହୋଇଥିଲା। ଯଦିଓ ଏହା ଅସମ୍ଭବ ପରି ମନେ ହୁଏ, ମାତ୍ର ଏହା ସତ୍ୟ। କାରଣ ସେହି ସମଗ୍ର ଜଗତ ରୋମୀୟ ଜଗତକୁ ବୁଝାଏ। କାରଣ ସେହି ସମୟରେ ରୋମ୍ ସାମ୍ରାଜ୍ୟ ହିଁ ଆଧିପତ୍ୟ ବିସ୍ତାର କରିଥିଲା ଓ ଏହା ହିଁ ଥିଲା ଏକମାତ୍ର ଜଗତ। ତାଛଡ଼ା ଏଠାରେ ମଧ୍ୟ ଆମେ ଦେଖୁ ଯେ କେତେକ ଲୋକ ଯେଉଁମାନେ କି ପାଉଲଙ୍କ ସହିତ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ, କିନ୍ତୁ ଏହି ପ୍ରେରିତ ପୁସ୍ତକରେ ପିତର ଓ ପାଉଲଙ୍କର ପ୍ରଚାର କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ, ଯେହେତୁ ସେମାନେ ଏହି କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପିତର ଯିହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରିତ ହୋଇଥିଲେ ଓ ପାଉଲ ବିଜାତୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରିତ ହୋଇଥିଲେ। କିନ୍ତୁ ଏହି ପ୍ରେରିତ ପୁସ୍ତକରେ ଆମେ ଯାହା ଦେଖୁ ତାହା ମିଶନେରୀ କାର୍ଯ୍ୟ ନେଇ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରେ। ତେଣୁ ଆମେ ଏହି ପୁସ୍ତକରେ ମିଶନେରୀ କାର୍ଯ୍ୟର ଏକ ବିସ୍ତୃତ ବିବରଣୀ ପାଇପାରିବା ନାହିଁ।
ମାତ୍ର ଯେତିକି ଆମର ଜାଣିବା ଆବଶ୍ୟକ ସେତିକି ବିଷୟ ସଂକ୍ଷେପରେ ଉପସ୍ଥାପିତ କରାଯାଇଅଛି। କିନ୍ତୁ ଏହି ଅଂଶରେ ଆମ୍ଭେମାନେ ଯେଉଁ ଶବ୍ଦଟି ରହିଅଛି ସୂଚାଇ ଦିଏ ଯେ ଲୁକ ପାଉଲଙ୍କ ସଙ୍ଗରେ ଥିଲେ, ଯେତେବେଳେ କି ଅନ୍ୟମାନେ ସେମାନଙ୍କ ଆଗେ ତ୍ରୋୟାକୁ ଆସିଲେ। ଲୁକ ପାଉଲଙ୍କ ସହିତରେ ସଦାସର୍ବଦା ଥିଲେ। ସେ ମଧ୍ୟ ଏହି ପୁସ୍ତକଟିକୁ ଲେଖିଥିଲେ। ଏହାପରେ 6 ପଦରେ ଲେଖା ଅଛି, ଆଉ ଖମିର ଶୂନ୍ୟ ରୋଟିର ପର୍ବ ପରେ ଆମମାନେ ଜାହାଜରେ ଚଢ଼ି ଫିଲିପିରୁ ଯାତ୍ରା କଲୁ। ପୁଣି 5 ଦିନରେ ତ୍ରୋୟାରେ ସେମାନଙ୍କ ନିକଟକୁ ଆସିଲୁ। ସେହି ସ୍ଥାନରେ ଆମ୍ଭେମାନେ 7 ଦିନ ରହିଲୁ। ଏଠାରେ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଯେଉଁ ଯାତ୍ରା ନିମନ୍ତେ ସେମାନଙ୍କୁ 5 ଦିନ ସମୟ ଲାଗିଥିଲା, ତାହା ବର୍ତ୍ତମାନ 50 ମିନିଟ୍ର ରାସ୍ତା। ଯେହେତୁ ବର୍ତ୍ତମାନ ଯାନବାହନର ଯଥେଷ୍ଟ ସୁବିଧା ହୋଇଯାଇଛି, କିନ୍ତୁ ସେହି ସମୟରେ ଯାନବାହନ ଚଳାଚଳର ସୁବିଧା ନଥିଲା। କିନ୍ତୁ ସୁସମାଚାର ପ୍ରଚାର କାର୍ଯ୍ୟ କ୍ଷିପ୍ର ଗତିରେ ଚାଲିଥିଲା। ମାତ୍ର ବର୍ତ୍ତମାନ ଯାନବାହନ ଚଳାଚଳର ସବୁ ସୁବିଧା ଥାଇ ମଧ୍ୟ ସୁସମାଚାର ପ୍ରଚାର କାର୍ଯ୍ୟ ଆଗେଇ ପାରୁନାହିଁ। ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନରେ ପ୍ରଚାର କାର୍ଯ୍ୟରେ ଶିଥିଳତା ଦେଖାଦେଇଛି। ମାତ୍ର ପାଉଲଙ୍କର ସମୟ ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ। ସମସ୍ତ ପ୍ରକାର ବାଧାବିଘ୍ନ ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ସୁସମାଚାର ପ୍ରଚାରିତ ହେଉଥିଲା ଓ ଖ୍ରୀଷ୍ଟୀୟ ମଣ୍ଡଳୀଗୁଡ଼ିକ ଗଢ଼ି ଉଠୁଥିଲା। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ପାଉଲ ଆସି ତ୍ରୋୟାରେ ପହଞ୍ଚି ଯାଇଛନ୍ତି ଓ ସେ ସେଠାରେ 7 ଦିନ ରହିଛନ୍ତି। କିନ୍ତୁ ଏହି 7 ଦିନର ରହଣି ମଧ୍ୟରେ ଯେଉଁ ସବୁ ଘଟଣା ଘଟିଲା, ଆସନ୍ତୁ ତାହା ବର୍ତ୍ତମାନ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 7 ପଦରେ ଏହିପରି ଲେଖା ଅଛି, ସପ୍ତାହର ପ୍ରଥମ ଦିନରେ ଯେତେବେଳେ ଆମମାନେ ରୋଟି ଭାଙ୍ଗିବାକୁ ଏକତ୍ରିତ ହୋଇଥିଲୁ, ସେତେବେଳେ ପାଉଲ ପରଦିନ ପ୍ରସ୍ଥାନ କରିବେ ବୋଲି ଉଦ୍ୟତ ହେଉଥିବାରୁ ସେମାନଙ୍କୁ ଉପଦେଶ ଦେବାକୁ ଲାଗିଲେ ଓ ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଦୀର୍ଘ ବକ୍ତୃତା ଦେଲେ। ଏହି ପଦ ଉପରେ ମୁଁ ଆପଣଙ୍କୁ କେତେକ ବିଷୟ କହିବାକୁ ଚାହେଁ। ଲକ୍ଷ୍ୟ କରନ୍ତୁ, ସେମାନେ ସପ୍ତାହର ପ୍ରଥମ ଦିନରେ ସମବେତ ହୋଇଥିଲେ। ତେବେ ଆଦ୍ୟ ମଣ୍ଡଳୀ କେଉଁ ଦିନ ସମବେତ ହେଉଥିଲେ ବୋଲି ପ୍ରମାଣ ରହିଅଛି? ଏହା ସେହି ସପ୍ତାହର ପ୍ରଥମ ଦିନ। ପ୍ରଥମ କରିନ୍ଥୀୟ 16 ପର୍ବର 2 ପଦରେ ପ୍ରେରିତ ପାଉଲ ଏହିପରି ଉଲ୍ଲେଖ କରନ୍ତି, ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ। ତେବେ ଏହି ପ୍ରେରିତ 20 ପର୍ବର 7 ପଦରେ ଆମେ ଦେଖୁ ଯେ ଶିଷ୍ୟମାନେ ସପ୍ତାହର ପ୍ରଥମ ଦିନରେ ରୋଟି ଭାଙ୍ଗିବାକୁ ସମବେତ ହୋଇଥିଲେ। ଏହାର ଅର୍ଥ ହେଉଛି ଯେ ସେମାନେ ରବିବାର ଦିନ ପ୍ରଭୁଭୋଜ ପାଳନ କରୁଥିଲେ। ଏହି ଦିନରେ ମଧ୍ୟ ପ୍ରେରିତ ପାଉଲ ସେମାନଙ୍କ ନିକଟରେ ପ୍ରଚାର କରିଥିଲେ। ଆଦ୍ୟ ମଣ୍ଡଳୀ ସପ୍ତାହର ପ୍ରଥମ ଦିନ ସମବେତ ହେଉଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା, ଯେହେତୁ ଏହି ଦିନ ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଉଠିଥିଲେ। କିନ୍ତୁ ପୁରାତନ ନିୟମରେ ସପ୍ତମ ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଓ ବିଶ୍ରାମ ଦିନ ଥିଲା ଓ ଏହା ଶନିବାର ଦିନ ଥିଲା। ମାତ୍ର ନୂତନ ନିୟମରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଦିନ ସମାଧି ମଧ୍ୟରେ ଥିଲେ। ସେ ମୃତ ହୋଇ ରହିଥିଲେ, କିନ୍ତୁ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରବିବାର ଦିନ ସେ ମୃତ୍ୟୁକୁ ଜୟ କରି ଉଠିଲେ। ତେଣୁ ପ୍ରଭୁ ଯୀଶୁଙ୍କର ସେହି ବିଜୟର ଦିନକୁ ସ୍ମରଣ କରି ଆମେ ଏହି ରବିବାର ଦିନ ସମବେତ ହେଉ, ଯେହେତୁ ଆମେ ଜୀବନ୍ତ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛୁ। ସେ ଆମମାନଙ୍କର ମୃତ ଈଶ୍ୱର ନୁହନ୍ତି, ମାତ୍ର ଜୀବନ୍ତ ଈଶ୍ୱର। ତାହା ହିଁ ହେଉଛି ସପ୍ତାହର ପ୍ରଥମ ଦିନର ସାକ୍ଷ୍ୟ। ତେଣୁକରି ବର୍ତ୍ତମାନ ରବିବାର ଦିନଟିକୁ ବିଶ୍ରାମ ଦିନ ବୋଲି ପାଳନ କରାଯାଏ ଓ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଦିନରେ ମଣ୍ଡଳୀ ମଧ୍ୟରେ ସମବେତ ହୋଇ ଈଶ୍ୱରଙ୍କର ପୂଜା ଆରାଧନା କରନ୍ତି। ଆଉ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ପାଉଲ ପରବର୍ତ୍ତୀ ଦିନ ଚାଲିଯିବେ ବୋଲି ସେ ତହିଁର ପୂର୍ବଦିନ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବକ୍ତୃତା ଦେଲେ। ତେବେ ମୁଁ ଜାଣେ ନାହିଁ ଯେ ବର୍ତ୍ତମାନ ସେପରି କେହି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ପ୍ରଭୁଙ୍କର ବାକ୍ୟ ଶୁଣିବେ ବା କୌଣସି ବକ୍ତା ସେହିପରି ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବେ। କିନ୍ତୁ ସେ ଯାଉନା କାହିଁକି, ଏହା ଥିଲା ପାଉଲଙ୍କର ଶେଷ ପରିଦର୍ଶନ। ଏହା ଏକ ଅତି ସୁନ୍ଦର ସହଭାଗିତା ଥିଲା। ସେ ସେମାନଙ୍କୁ ପରିତ୍ୟାଗ କରିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି ଏବଂ ସେ ଆଉ ଫେରିବେ ନାହିଁ। ତେଣୁକରି ସେହି କାରଣରୁ ସେ ଦୀର୍ଘ ସମୟ ଧରି ବକ୍ତୃତା ଦେଲେ। ସେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବକ୍ତୃତା ଦେଲେ। କିନ୍ତୁ ସେ କିପରି ଦେଲେ ତାହା ମୁଁ କହିପାରିବି ନାହିଁ, ମାତ୍ର ସେ ଦୀର୍ଘ ସମୟ ଧରି ବକ୍ତୃତା ଦେଲେ। କିନ୍ତୁ ଦେଖନ୍ତୁ ଘଟଣା କ'ଣ ହେଲା। 8 ପଦରେ ଲେଖା ଅଛି, ଯେଉଁ ଉପର କୋଠରୀରେ ଆମ୍ଭେମାନେ ଏକତ୍ର ହୋଇଥିଲୁ ସେ ସ୍ଥାନରେ ଅନେକ ପ୍ରଦୀପ ଥିଲା। ଦେଖନ୍ତୁ, ସେମାନେ ଏପରି ଏକ ସ୍ଥାନରେ ସମବେତ ହୋଇଥିଲେ ଯେଉଁଠାରେ ଅନେକ ପ୍ରଦୀପ ଥିଲା। ଏହି ଆଦ୍ୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବସି କେବେ ହେଲେ ଈଶ୍ୱରଙ୍କ ବାକ୍ୟ ଶୁଣି ନଥିଲେ। ମାତ୍ର ସେମାନେ ପାଉଲଙ୍କର ବାକ୍ୟ ପ୍ରଚାର ଶୁଣିବା ନିମନ୍ତେ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବସି ରହିଥିଲେ। ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସେମାନଙ୍କ ମନରେ ଯେଉଁ ପ୍ରବଳ ଆଗ୍ରହ ଥିଲା ତାହା ଏଥିରୁ ଜଣାଯାଏ। ତେଣୁ ପ୍ରିୟ ବନ୍ଧୁ, ଯଦି ଜଣେ ପ୍ରଚାରକ ଅଧିକ ସମୟ ଧରି ବାକ୍ୟ ପ୍ରଚାର କରନ୍ତି, ତାହେଲେ ଧୈର୍ଯ୍ୟର ସହିତ ତାହା ଶୁଣନ୍ତୁ, କିନ୍ତୁ ମନର ବିରକ୍ତି ଭାବ ପ୍ରକାଶ କରନ୍ତୁ ନାହିଁ। ହଁ, ମୁଁ ଜାଣେ ବର୍ତ୍ତମାନ ସେହିପରି ଦୀର୍ଘ ସମୟ ଧରି କୌଣସି ପ୍ରଚାରକ ଈଶ୍ୱରଙ୍କ ବାକ୍ୟ ପରିବେଷଣ କରନ୍ତି ନାହିଁ କି କରିବାକୁ ସାହସ ମଧ୍ୟ କରନ୍ତି ନାହିଁ। ସେହିପରି ପାଉଲଙ୍କ ପରି ଦୀର୍ଘ ସମୟ ଧରି ବକ୍ତା ମଧ୍ୟ ନାହାନ୍ତି। ତାଛଡ଼ା ବକ୍ତାମାନଙ୍କୁ ମଣ୍ଡଳୀ ମଧ୍ୟରେ ଦୀର୍ଘ ସମୟ ଧରି ବକ୍ତୃତା ଦେବା ନିମନ୍ତେ ମଧ୍ୟ ସୁଯୋଗ ଦିଆଯାଏ ନାହିଁ। କିନ୍ତୁ ଯଦି କେହି ଭୁଲବଶତଃ କିଛି ଅଧିକ ସମୟ ଧରି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରେ, ତାହେଲେ
ଆପଣ ଅଧୈର୍ଯ୍ୟ ନ ହୋଇ ଧୈର୍ଯ୍ୟର ସହିତ ତାହା ଶୁଣିବାକୁ ଚେଷ୍ଟା କରନ୍ତୁ। ତେବେ ପାଉଲ ଅଧିକ ସମୟ ଧରି ପ୍ରଚାର କରିବା ଫଳରେ କ'ଣ ଘଟିଲା ଆସନ୍ତୁ ଲକ୍ଷ୍ୟ କରିବା। 9 ପଦରେ ଲେଖା ଅଛି, ଆଉ ୟୁତୁଖ ନାମରେ ଜଣେ ଯୁବା ଲୋକ ଝରକା ଉପରେ ବସିଥିଲା। ତାକୁ ଭାରି ନିଦ ଲାଗୁଥିଲା। ପୁଣି ପାଉଲ ଉପଦେଶ ଆହୁରି ଦୀର୍ଘ କରିବାରୁ ସେ ନିଦ୍ରାମଗ୍ନ ହୋଇ ତୃତୀୟ ମହଲାରୁ ତଳେ ପଡ଼ିଗଲା। ଆଉ ତାକୁ ଉଠାଇଲା ବେଳକୁ ସେ ମୃତ ବୋଲି ଜଣାଗଲା। ଦେଖନ୍ତୁ ଏହି ୟୁତୁଖର ଅବସ୍ଥା। ସେ ପାଉଲଙ୍କର ପ୍ରଚାର ଶୁଣିବା ନିମନ୍ତେ ଝରକା ଉପରେ ବସିଥିଲା, ମାତ୍ର ସେ ନିଦ୍ରାମଗ୍ନ ହୋଇ ସେହି ତୃତୀୟ ମହଲାରୁ ତଳେ ପଡ଼ି ମଲା। ଆଜି ଅନେକ ଆଗ୍ରହର ସହିତ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ବିଭିନ୍ନ ସଭାସମିତି ବା ଗିର୍ଜାକୁ ଯାଆନ୍ତି, କିନ୍ତୁ ସେମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବା ପରିବର୍ତ୍ତେ ନିଦ୍ରା ଯାଆନ୍ତି, କିଏ ବା ବସି ଢୁଳାନ୍ତି। ତେଣୁକରି ସେମାନେ ଆତ୍ମିକ ଜୀବନରେ ଅଧପତିତ ହୁଅନ୍ତି। ତେବେ ୟୁତୁଖ ଯଦି ସେହି ସ୍ଥାନରେ ତଳେ ପଡ଼ି ମରିଥାନ୍ତା ଓ ସେହି ଘଟଣା ସେତିକିରେ ସମାପ୍ତ ହୋଇଯାଇଥାନ୍ତା, ତାହେଲେ ତାହା ଅତି ମର୍ମନ୍ତୁଦ ଘଟଣା ହୋଇଥାନ୍ତା। କିନ୍ତୁ ଘଟଣାଟି ସେତିକିରେ ଶେଷ ହୋଇନଥିଲା। 10ରୁ 12 ପଦ ମଧ୍ୟରେ ଲେଖା ଅଛି, ସେଥିରେ ପାଉଲ ତଳକୁ ଓହ୍ଲାଇ ଆସି ତା ଉପରେ ପଡ଼ି ତାହାକୁ ଆଲିଙ୍ଗନ କରି କହିଲେ, କୋଳାହଳ କର ନାହିଁ, କାରଣ ଏହାଠାରେ ଜୀବନ ଅଛି। ପରେ ସେ ଉପରକୁ ଯାଇ ରୋଟି ଭାଙ୍ଗି ଭୋଜନ କଲେ। ପୁଣି ପ୍ରଭାତ ହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ବହୁତ କଥାବାର୍ତ୍ତା କରି ପ୍ରସ୍ଥାନ କଲେ। ଆଉ ସେମାନେ ସେହି ବାଳକକୁ ଜୀବିତ ଅବସ୍ଥାରେ ଆଣି ଅତ୍ୟନ୍ତ ଆଶ୍ୱାସ ପ୍ରାପ୍ତ ହେଲେ। ଦେଖନ୍ତୁ ପାଉଲ ଏଠାରେ ପ୍ରଭୁଙ୍କଠାରୁ ପାଇଥିବା ଶକ୍ତିକୁ ମଧ୍ୟ ବ୍ୟବହାର କରୁଅଛନ୍ତି। ସେ ସେହି ଯୁବାକୁ ମୃତ୍ୟୁରୁ ଉଠାଇ ଅଛନ୍ତି। ପିତର ମଧ୍ୟ ଦର୍କାଙ୍କୁ ମୃତ୍ୟୁରୁ ଉଠାଇଥିଲେ। ପ୍ରଭୁ ସେମାନଙ୍କୁ ଏହିପରି ଅଲୌକିକ ଶକ୍ତିର କାର୍ଯ୍ୟମାନ ସାଧନ କରିବା ନିମନ୍ତେ ଦାନ ଦେଇଥିଲେ, ଯେପରି ସେମାନଙ୍କ ପ୍ରଚାର ଦ୍ୱାରା ସୁସମାଚାରର ସତ୍ୟତା ପ୍ରମାଣିତ ହୁଏ ଓ ସେମାନେ ଯେ ଈଶ୍ୱରଙ୍କ ଦ୍ୱାରା ପ୍ରେରିତ ତଥା ମନୋନୀତ ବ୍ୟକ୍ତି, ଏହା ଯେପରି ଜଗତ ଜାଣିବାକୁ ପାରେ। ପ୍ରେରିତ ପାଉଲ ଆପଲଙ୍କ ପରି ଜଣେ ସୁବକ୍ତା ନଥିଲେ, ମାତ୍ର ତାହାଙ୍କର ପ୍ରଚାର ଶୁଣିବା ନିମନ୍ତେ ଲୋକମାନେ ସାରା ରାତି ଉଜାଗର ରହିଥିଲେ। ବର୍ତ୍ତମାନ ଯଦି କୌଣସି ପ୍ରଚାରକ ବା ବକ୍ତା ନିର୍ଦ୍ଧାରିତ ସମୟଠାରୁ 5 ମିନିଟ୍ କିମ୍ବା 10 ମିନିଟ୍ ଅଧିକ ସମୟ ନେଇଯାଆନ୍ତି, ତାହେଲେ ଲୋକମାନେ ଅଧୈର୍ଯ୍ୟ ହୋଇଯାଆନ୍ତି। ମାତ୍ର ଲକ୍ଷ୍ୟ କରନ୍ତୁ, ସେହି ଆଦ୍ୟମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ସାରା ରାତି ଉଜାଗର ରହି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ଯେହେତୁ ସେମାନେ ଈଶ୍ୱରଙ୍କ ବାକ୍ୟ ନିମନ୍ତେ କ୍ଷୁଧିତ ଥିଲେ। କିନ୍ତୁ ବର୍ତ୍ତମାନ ଲୋକମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ଥାଇ ମଧ୍ୟ ଲୋକେ ତାହା ଅଧ୍ୟୟନ କରିବା ନିମନ୍ତେ ସମୟ ଦେଇପାରନ୍ତି ନାହିଁ। ସେମାନେ 1 ଘଣ୍ଟା ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ଦେଇପାରନ୍ତି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ଆମେ ଯଦି ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହେଉ କିମ୍ବା ମନୋଯୋଗର ସହିତ ନ ଶୁଣୁ, ତାହେଲେ ସେହି ୟୁତୁଖ ପରି ଆମର ଅବସ୍ଥା ହେବ। ସେଦିନ ପାଉଲ ୟୁତୁଖକୁ ମୃତ୍ୟୁରୁ ବଞ୍ଚାଇଥିଲେ, ଯେପରି ସେ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସୁଯୋଗ ପାଏ। ପ୍ରଭୁ ମଧ୍ୟ ଆଜି ଆମମାନଙ୍କୁ ସୁଯୋଗ ଦେଇଛନ୍ତି ତାହାଙ୍କ ବାକ୍ୟ ଶୁଣିବା ନିମନ୍ତେ। କିନ୍ତୁ ଆମେ ଯଦି ସୁଯୋଗର ସଦ୍ବ୍ୟବହାର ନ କରୁ, ତାହେଲେ ଆମେମାନେ ଆତ୍ମିକ ଜୀବନରେ ମୃତ ହୋଇ ରହିଥିବା, କେବେ ହେଲେ ବଞ୍ଚିପାରିବା ନାହିଁ। ତେଣୁ ଆସୁ, ଯେତେ ଦୂର ସମ୍ଭବ ଆମମାନେ ଈଶ୍ୱରଙ୍କ ବାକ୍ୟ ଶୁଣିବାରେ ଅଧିକ ସମୟ ଦେଉ ଓ ଆତ୍ମିକ ଜୀବନରେ ଦିନ ପ୍ରତିଦିନ ବୃଦ୍ଧି ପାଇବାକୁ ଚେଷ୍ଟା କରୁ। ବର୍ତ୍ତମାନ ଆମେ ଦେଖିବା ଯେ ସେ ତ୍ରୋୟାରୁ ଯାତ୍ରା କରି ମିଲିତକୁ ଆସିଲେ ଓ ଏହି ମିଲିତରେ ମଧ୍ୟ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଏକତ୍ର କରି ସେମାନଙ୍କୁ କେତେକ ଉପଦେଶ ଦେବା ସଙ୍ଗେ ସଙ୍ଗେ ଉତ୍ସାହ ପ୍ରଦାନ କଲେ। 20 ପର୍ବର 13 ପଦରେ ଏହିପରି ଲେଖା ଅଛି, କିନ୍ତୁ ଆମ୍ଭେମାନେ ଆଗେ ଜାହାଜରେ ଚଢ଼ି ଆସସ୍କୁ ଯାତ୍ରା କଲୁ। ସେଠାରୁ ଆମ୍ଭେମାନେ ପାଉଲଙ୍କୁ ଘେନିଯିବା ପାଇଁ ମନେ କରିଥିଲୁ, କାରଣ ସେ ନିଜେ ସ୍ଥଳ ପଥରେ ଯିବା ପାଇଁ ଇଚ୍ଛା କରି ସେ ପ୍ରକାର ସ୍ଥିର କରିଥିଲେ। ବର୍ତ୍ତମାନ ସେମାନେ ସେହି ତ୍ରୋୟାରୁ ପୁନର୍ବାର ଯାତ୍ରା ଆରମ୍ଭ କରିଛନ୍ତି। ଲୁକ ଓ ଅନ୍ୟମାନେ ଜଳପଥରେ ପାର ହୋଇ ଆଗେ ଆସସ୍ରେ ଯାଇ ପହଞ୍ଚିଛନ୍ତି, କିନ୍ତୁ ପାଉଲ ପାଦରେ ଚାଲି ଚାଲି ଯାଇଛନ୍ତି। କିନ୍ତୁ ପାଉଲ କାହିଁକି ସେହି ପ୍ରକାର କଲେ? ଆପଣ କ'ଣ ଚିନ୍ତା କରୁଛନ୍ତି? ତେବେ ମୁଁ ନିଶ୍ଚିତ ଯେ ସେ ସେହି ପଥରେ ଚାଲି ଚାଲି ଯିବା ସମୟରେ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିବେ ଓ ପ୍ରଭୁ ଯୀଶୁଙ୍କର ସାକ୍ଷୀ ହୋଇଥିବେ। ସେ ରାସ୍ତା ମଧ୍ୟରେ ବିଭିନ୍ନ ସ୍ଥାନରେ କିଛି ସମୟ ରହି ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିଥିବେ। 14-15 ପଦରେ ଲେଖା ଅଛି, ଯେତେବେଳେ ସେ ଆମମାନଙ୍କୁ ଆସସ୍ରେ ଭେଟିଲେ, ଆମ୍ଭେମାନେ ତାଙ୍କୁ ଜାହାଜରେ ଘେନି ମିତୁଲିନିକୁ ଆସିଲୁ। ଆଉ ସେହି ସ୍ଥାନରୁ ଜାହାଜ ଫିଟାଇ ଆମମାନେ ପରଦିନ ଖିଅ ସମ୍ମୁଖରେ ଉପସ୍ଥିତ ହେଲୁ। ଦ୍ୱିତୀୟ ଦିନରେ ସାମରେ ଜାହାଜ ଲଗାଇଲୁ ଓ ତହିଁଆର ଦିନ ମିଲିତରେ ପହଞ୍ଚିଲୁ। ଦେଖନ୍ତୁ, ଲୁକ ଓ ସେହି ଦଳର ଅନ୍ୟମାନେ ଆସସ୍ରେ ପାଉଲଙ୍କୁ ଭେଟି ସେହି ସ୍ଥାନରୁ ପାଉଲଙ୍କ ସହିତ ମିଶି ଜଳପଥରେ ମିଲିତକୁ ଆସୁଅଛନ୍ତି। ଆପଣ ଯଦି ମାନଚିତ୍ରକୁ ଦେଖିବେ ତାହେଲେ ଜାଣିପାରିବେ ଯେ ସେମାନେ ଅତି ସୁନ୍ଦର ଭାବେ ଜଳଯାତ୍ରା କରିଥିଲେ। ସେମାନଙ୍କର କୌଣସି ଅସୁବିଧା ହୋଇନଥିଲା। ସେମାନେ ପାଉଲଙ୍କ ସହିତରେ ମଧ୍ୟ ଯାତ୍ରା କରିଥିଲେ। 16 ପଦରେ ଲେଖା ଅଛି, କାରଣ ଆସିଆରେ ଯେପରି ପାଉଲଙ୍କୁ ସମୟ କ୍ଷେପଣ କରିବାକୁ ନ ପଡ଼େ, ଏଥିପାଇଁ ସେ ଏଫିସ ଛାଡ଼ି ଯାତ୍ରା କରିବାକୁ ସ୍ଥିର କରିଥିଲେ। ଯେଣୁ ସମ୍ଭବ ହେଲେ ପେଣ୍ଟିକଷ୍ଟ ଦିନରେ ଜେରୁସାଲେମରେ ଉପସ୍ଥିତ ହେବା ପାଇଁ ସେ ଚଞ୍ଚଳ ହେଉଥିଲେ। ଦେଖନ୍ତୁ,
ପାଉଲ ପେଣ୍ଟିକଷ୍ଟ ଦିନରେ ଜେରୁସାଲେମରେ ପହଞ୍ଚିବା ନିମନ୍ତେ ସ୍ଥିର କରିଥିଲେ। ତେଣୁ ସେ ଅତି ଚଞ୍ଚଳ ହେଉଥିଲେ ଯେପରି ସେ ଶୀଘ୍ର ଯାଇ ଜେରୁସାଲେମରେ ପହଞ୍ଚିପାରନ୍ତି। କିନ୍ତୁ ଯାହା ହେଉନା କାହିଁକି ସେ ଏଫିସକୁ ଛାଡ଼ି ଚାଲିଯିବା ପାଇଁ ଇଚ୍ଛା କରୁନଥିଲେ। ତେଣୁକରି ସେ ମିଲିତରେ ଯାଇ ପହଞ୍ଚିଲେ ଓ ସେଠାରେ କିଛି ସମୟ ରହିଲେ, ଯାହାକି ଏଫିସ ନଗରର ବନ୍ଦର ଥିଲା। 17 ପଦରେ ଲେଖା ଅଛି, ମିଲିତରୁ ସେ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଆପଣା ନିକଟକୁ ଡକାଇ ଆଣିଲେ। ଆପଣ ଯଦି ମାନଚିତ୍ର ଦେଖିବେ ତାହେଲେ ଜାଣିପାରିବେ ଯେ ଏହି ଏଫିସ ଏକ ଛୋଟ ଦ୍ୱୀପ ଥିଲା ଓ ମିଲିତ ସେହି ନଗରର ଏକ ବନ୍ଦର ଥିଲା। ପାଉଲ ଏଫିସ ମଣ୍ଡଳୀର ପ୍ରାଚୀନମାନଙ୍କ ସହିତ ସାକ୍ଷାତ କରିବା ନିମନ୍ତେ ମିଲିତରୁ ଏଫିସକୁ ଲୋକ ପଠାଇ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଇ ଆଣିଲେ। ସେ ଚାହିଁଥିଲେ ଏଫିସକୁ ନିଜେ ଯାଇପାରିଥାନ୍ତେ, ମାତ୍ର ସେ ଜେରୁସାଲେମକୁ ଯିବା ନିମନ୍ତେ ଚଞ୍ଚଳ ହେଉଥିବାରୁ ସେ ପ୍ରକାର କଲେ। ଏହାପରେ 18 ପଦରୁ 21 ପଦ ମଧ୍ୟରେ ଲେଖା ଅଛି, ସେମାନେ ତାଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ ସେ ସେମାନଙ୍କୁ କହିଲେ, ଆସିଆରେ ପଦାର୍ପଣ କରିବାର ପ୍ରଥମ ଦିନଠାରୁ ମୁଁ ସମସ୍ତ ସମୟ ତୁମମାନଙ୍କ ମଧ୍ୟରେ କିପରି ଆଚରଣ କଲି, ସମ୍ପୂର୍ଣ୍ଣ ନମ୍ର ମନରେ ଅଶ୍ରୁପାତ ସହିତ ଜିହୁଦୀମାନଙ୍କର ନାନା ଷଡ଼ଯନ୍ତ୍ର ହେତୁ ମୋତେ ଯେ ପରୀକ୍ଷା ଘଟୁଥିଲା, ସେହିସବୁ ମଧ୍ୟରେ କିପରି ପ୍ରଭୁଙ୍କ ସେବା କରୁଥିଲି, କିପରି କୌଣସି ହିତକର ବିଷୟ ତୁମମାନଙ୍କ ନିକଟରେ ଜଣାଇବାକୁ, ପୁଣି ପ୍ରକାଶରେ ଓ ଘରେ ଘରେ ତୁମମାନଙ୍କୁ ଶିକ୍ଷା ଦେବାକୁ ସଂକୁଚିତ ନ ହୋଇ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ, ପୁଣି ଆମମାନଙ୍କ ପ୍ରଭୁ ଯୀଶୁଙ୍କ ପ୍ରତି ବିଶ୍ୱାସ ବିଷୟରେ ଜିହୁଦୀ ଓ ଗ୍ରୀକମାନଙ୍କ ନିକଟରେ ସାକ୍ଷ୍ୟ ଦେଉଥିଲି, ତାହା ତୁମେମାନେ ଜାଣ। ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ ପାଉଲ ପ୍ରଭୁ ଯୀଶୁଙ୍କ ସପକ୍ଷରେ ଜଣେ ବିଶ୍ୱସ୍ତ ସାକ୍ଷୀ ଥିଲେ। ସେ କୌଣସି ମନୁଷ୍ୟକୁ ଦେଖୁନଥିଲେ କି ମନୁଷ୍ୟର ମୁଖାପେକ୍ଷା କରୁନଥିଲେ କିମ୍ବା ମନୁଷ୍ୟକୁ ଭୟ କରୁନଥିଲେ, ମାତ୍ର ନିର୍ଭୟରେ ପ୍ରଭୁ ଯୀଶୁଙ୍କର ସୁସମାଚାର ପ୍ରଚାର କରୁଥିଲେ। ସେ ଅନେକ ତାଡ଼ନା ଓ ସମସ୍ୟା ମଧ୍ୟ ଦେଇ ସୁସମାଚାର ପକ୍ଷରେ ସାକ୍ଷୀ ହୋଇଥିଲେ। ସେ ବିଶ୍ୱସ୍ତ ଭାବରେ ପ୍ରଭୁଙ୍କର ସେବା କରୁଥିଲେ ଓ ନିଜେ ଅସୁବିଧାରେ ଥାଇ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ ଓ ସାନ୍ତ୍ୱନା ପ୍ରଦାନ କରୁଥିଲେ। ବିଶେଷତଃ ସେ ଗ୍ରୀକ୍ ଓ ଜିହୁଦୀମାନଙ୍କ ନିକଟରେ ସୁସମାଚାର ପ୍ରଚାର କରି ସେମାନଙ୍କୁ ଶିକ୍ଷା ଦେଇ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଉଥିଲେ। ସେ ସତ୍ୟ ସପକ୍ଷରେ ସାକ୍ଷୀ ହୋଇଥିଲେ। ସେହିସବୁ ବିଷୟ ସେ ଏଠାରେ ସେହି ଏଫିସ ମଣ୍ଡଳୀର ପ୍ରାଚୀନମାନଙ୍କ ନିକଟରେ ପ୍ରକାଶ କରିବାର ଅର୍ଥ, ସେ ଚାହାନ୍ତି ସେମାନେ ଯେପରି ଖ୍ରୀଷ୍ଟଙ୍କ ନିମନ୍ତେ ସେହିପରି ପଦକ୍ଷେପ ଗ୍ରହଣ କରନ୍ତୁ ଓ ଖ୍ରୀଷ୍ଟଙ୍କ ସୁସମାଚାର ପକ୍ଷରେ ସାକ୍ଷୀ ହୁଅନ୍ତୁ। 22-24 ପଦରେ ଏହିପରି ଲେଖା ଅଛି, ଏବେ ଦେଖ ମୁଁ ଆତ୍ମାରେ ବାଧ୍ୟ ହୋଇ ଜେରୁସାଲେମକୁ ଯାଉଅଛି। ସେ ସ୍ଥାନରେ ମୋ ପ୍ରତି କ'ଣ କ'ଣ ଘଟିବ ତାହା ମୁଁ ଜାଣେ ନାହିଁ, କେବଳ ଏତିକି ଜାଣେ, ମୋ ପାଇଁ ଯେ ବନ୍ଧନ ଓ କ୍ଲେଶ ରହିଅଛି, ଏହା ପବିତ୍ର ଆତ୍ମା ନଗରେ ନଗରେ ମୋତେ ସାକ୍ଷ୍ୟ ଦେଉଅଛନ୍ତି। କିନ୍ତୁ ମୁଁ ଯେପରି ମୋ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିପାରେ ଆଉ ଈଶ୍ୱରଙ୍କ ଅନୁଗ୍ରହରେ ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କଠାରୁ ପାଇଅଛି ତାହା ସମ୍ପୂର୍ଣ୍ଣ କରିପାରେ, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି। ଏହି ଅଂଶଟି ପାଠ କରିବା ପରେ ଆପଣ ବୋଧହୁଏ ଭାବୁଥିବେ ଯେ ପାଉଲ ଜେରୁସାଲେମକୁ ନ ଯାଇଥିଲେ ଭଲ ହୋଇଥାନ୍ତା ଓ ସେ ସବୁକିଛି ଜାଣି ସେଠାକୁ ଯିବା ଦ୍ୱାରା ବଡ଼ ଭୁଲ କଲେ। ତେବେ ଏହିପରି ମତାମତ ମଧ୍ୟ ଅନେକ ବାଇବଲ ବ୍ୟାଖ୍ୟାକାରୀ ଓ ବାଇବଲ ଶିକ୍ଷକମାନେ ଦିଅନ୍ତି। କିନ୍ତୁ ପାଉଲ ଜେରୁସାଲେମକୁ ନିଜ ଇଚ୍ଛାରେ ଯାଇନଥିଲେ, ମାତ୍ର ପବିତ୍ର ଆତ୍ମାଙ୍କର ଚାଳନାରେ ଓ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହୋଇ ଜେରୁସାଲେମକୁ ଯାତ୍ରା କରିଥିଲେ। ତାହାଙ୍କ ପ୍ରତି ଯାହା ସବୁ ଘଟିବାକୁ ଯାଉଅଛି ତାହା ପବିତ୍ର ଆତ୍ମା ମଧ୍ୟ ପୂର୍ବରୁ ତାହାଙ୍କୁ ଜଣାଇ ଦେଇଥିଲେ। କିନ୍ତୁ ତଥାପି ମଧ୍ୟ ଏହା ଈଶ୍ୱରଙ୍କ ଇଚ୍ଛା ଥିଲା ଯେପରି ପାଉଲ ଜେରୁସାଲେମକୁ ଯାତ୍ରା କରନ୍ତି। ସେ ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁଙ୍କଠାରୁ ପାଇଥିଲେ ତାହା ଯେପରି ସମ୍ପନ୍ନ କରିପାରନ୍ତି, ଏଥିନିମନ୍ତେ ସେ ପ୍ରାଣପଣ କରିଥିଲେ, ଯେପରି ଖ୍ରୀଷ୍ଟଙ୍କର ମହତ୍ ଅଭିମତ ତାହାଙ୍କ ଜୀବନରେ ସଫଳ ହୋଇପାରେ। କାରଣ ତାହା ନ ହୋଇଥିଲେ ପବିତ୍ର ଆତ୍ମା କେବେ ହେଲେ ତାହାଙ୍କୁ ଜେରୁସାଲେମକୁ ଯିବା ନିମନ୍ତେ ଅନୁମତି ଦେଇନଥାନ୍ତେ ଓ ପାଉଲ ମଧ୍ୟ ଜେରୁସାଲେମକୁ ଯିବା ନିମନ୍ତେ ସୁଯୋଗ ପାଇପାରିନଥାନ୍ତେ। ଆମେ ପ୍ରେରିତ 16 ପର୍ବରେ ଦେଖିସାରିଛୁ ଯେ ଆସିଆରେ ବାକ୍ୟ ପ୍ରଚାର କରିବା ନିମନ୍ତେ ପବିତ୍ର ଆତ୍ମା ପାଉଲଙ୍କୁ ଅନୁମତି ଦେଇନଥିଲେ, ମାତ୍ର ତାହାଙ୍କୁ ବାରଣ କରିଥିଲେ। ପ୍ରକୃତରେ ଈଶ୍ୱର ମଧ୍ୟ ତାହାଙ୍କ ଯାତ୍ରା ପଥରେ ପ୍ରତିବନ୍ଧକ ସୃଷ୍ଟି କରିଥିଲେ, ଯାହାଫଳରେ ସେ ୟୁରୋପକୁ ଗଲେ। ତେବେ ଏଠାରେ ଜେରୁସାଲେମକୁ ଯିବାରେ ପାଉଲଙ୍କ ନିମନ୍ତେ କୌଣସି ପ୍ରତିବନ୍ଧକ ନଥିଲା। କିନ୍ତୁ ତହିଁ ପରିବର୍ତ୍ତେ ସେହି ଜେରୁସାଲେମରେ ପହଞ୍ଚିବା ପରେ ତାହାଙ୍କ ପ୍ରତି କ'ଣ ସବୁ ଘଟିବାକୁ ଯାଉଅଛି ତାହା ପବିତ୍ର ଆତ୍ମା ପୂର୍ବରୁ ତାହାଙ୍କୁ ଜଣାଇ ଦିଅନ୍ତି। ପାଉଲ ମଧ୍ୟ ଏଠାରେ ପରିଷ୍କାର ଭାବେ ଜାଣିପାରୁଛନ୍ତି ଯେ ଯଦି ସେ ଜେରୁସାଲେମକୁ ଯାଆନ୍ତି ତାହେଲେ ସେ ସେଠାରେ ନିଶ୍ଚିତ ଭାବେ ସମସ୍ୟାର ସମ୍ମୁଖୀନ ହେବେ ଓ ତାଡ଼ନା ଭୋଗ କରିବେ। ତେଣୁକରି ସେ କହନ୍ତି, ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି। ସେ ନିଜର ହସ୍ତରେ ଜେରୁସାଲେମରେ ଥିବା ତାଙ୍କର ଦରିଦ୍ର ଭକ୍ତମାନଙ୍କ ନିମନ୍ତେ ଦାନ ଆଣିବାକୁ ଇଚ୍ଛା କଲେ, କାରଣ ଏହି ଜେରୁସାଲେମ ମଧ୍ୟ ତାହାଙ୍କର ମିଶନ କ୍ଷେତ୍ର ମଧ୍ୟରୁ ଗୋଟିଏ କ୍ଷେତ୍ର ଥିଲା, ଯାହାକୁ ସେ ତାହାଙ୍କର ଏହି ଶେଷ ପ୍ରଚାର ଯାତ୍ରାରେ ମଧ୍ୟ ପରିଦର୍ଶନ କରିବାକୁ ଇଚ୍ଛା କରିଥିଲେ ଓ ଭାଇମାନଙ୍କ ସହ ସହଭାଗିତା ସ୍ଥାପନ କରି ସେମାନଙ୍କୁ ତାହାଙ୍କର କାର୍ଯ୍ୟର ଏକ ଉତ୍ସାହଜନକ ବିବରଣୀ ପ୍ରଦାନ କରିବାକୁ ଚାହିଁଥିଲେ। ତେଣୁକରି ସେ ଯଦିଓ ସେହି ଜେରୁସାଲେମରେ ତାହାଙ୍କ ପ୍ରତି ଘଟିବାକୁ ଥିବା ବନ୍ଧନ ଓ କ୍ଲେଶ ବିଷୟରେ ଅବଗତ ହୋଇଥିଲେ,
ମାତ୍ର ସେ ତାଙ୍କର ସେହି ସେବାର କାର୍ଯ୍ୟକୁ ସମ୍ପନ୍ନ କରିବାକୁ ଚାହିଁଥିଲେ ଓ ଭାଇମାନଙ୍କୁ ପ୍ରଚାର କାର୍ଯ୍ୟରେ ସାହାଯ୍ୟ କରି ସେମାନଙ୍କୁ ଉତ୍ସାହ ଓ ସାନ୍ତ୍ୱନା ଦେବାକୁ ଚାହିଁଥିଲେ ଓ ତାହା ସଫଳ କରିବା ନିମନ୍ତେ ଏକ ଦୃଢ଼ ମନୋବଳ ନେଇ ପ୍ରଭୁଙ୍କର ଇଚ୍ଛାରେ ପରିଚାଳିତ ହୋଇ ଆଗେଇ ଯାଇଥିଲେ। ଏପରିକି ନିଜର ପ୍ରାଣକୁ ମଧ୍ୟ ପ୍ରିୟଜ୍ଞାନ କରିନଥିଲେ। 25-27 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ପାଉଲ ଜାଣିପାରିଥିଲେ ଯେ ସେ ସେମାନଙ୍କର ମୁଖ ଆଉ ଦେଖିପାରିବେ ନାହିଁ। ସେ ମଧ୍ୟ ଜାଣିଥିଲେ ଯେ ସେମାନଙ୍କ ନିକଟରେ ବିଶ୍ୱସ୍ତତାର ସହିତ ସେବାର କାର୍ଯ୍ୟ ସମ୍ପନ୍ନ କରିଅଛନ୍ତି ଓ ସେମାନଙ୍କ ନିମନ୍ତେ ଯାହା କରିବା କଥା ଓ ସେମାନଙ୍କୁ ଯେଉଁପରି ଭାବେ ଈଶ୍ୱରଙ୍କ ବିଷୟରେ ଶିକ୍ଷା ଦେବା କଥା ତାହା ସାଧନ କରିଛନ୍ତି। ତେଣୁକରି ସେ ନିଜେ ଆତ୍ମସନ୍ତୋଷ ଲାଭ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ରକ୍ତର ଦାୟିତ୍ୱରୁ ଯେ ମୁକ୍ତ ତାହା ସେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦିଅନ୍ତି। ପ୍ରିୟ ବନ୍ଧୁ, ଆମେ ଯଦି ପାଉଲଙ୍କ ଜୀବନକୁ ଲକ୍ଷ୍ୟ କରିବା ତାହେଲେ ଜାଣିପାରିବା ଯେ ସୁସମାଚାର ପ୍ରଚାର କରି ଅନ୍ୟ ହଜାତ୍ମାମାନଙ୍କୁ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇବାରେ ସେ କେତେ ଦୂର ଆଗ୍ରହୀ ଥିଲେ। ସୁସମାଚାର ପ୍ରଚାର କରିବା ତାହାଙ୍କ ଜୀବନର ମୂଳ ଲକ୍ଷ୍ୟ ଥିଲା। ତେଣୁକରି ସେ ଯେକୌଣସି ସ୍ଥାନକୁ ଯାଉଥିଲେ ସେଠାରେ ସୁସମାଚାର ପ୍ରଚାର କରୁଥିଲେ ଯେପରି ସେହି ଲୋକମାନଙ୍କର ରକ୍ତର ଦାୟୀ ସେ ନ ହୁଅନ୍ତି। ତେଣୁ ଆମ ଜୀବନର ମଧ୍ୟ ସେହି ଲକ୍ଷ୍ୟ ହେଉ ଯେପରି ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହତ୍ ଇଚ୍ଛାକୁ ସଫଳ କରିବା ସଙ୍ଗେ ସଙ୍ଗେ ସେହି ଗୌରବର ମୁକୁଟ ପ୍ରାପ୍ତ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରେ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଛି। ଆପଣ ଆତ୍ମିକ ଭାବରେ ଉପକୃତ ହୋଇଛନ୍ତି। ଆମେ ଆଜି ଏ ବିଷୟରେ ଲକ୍ଷ୍ୟ କଲୁ ଯେ ପାଉଲ ବିଭିନ୍ନ ସ୍ଥାନକୁ ଯାଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରୁଥିଲେ। ପାଉଲଙ୍କ ପ୍ରଚାର ଆତ୍ମାରେ ପରିପୂର୍ଣ୍ଣ ପ୍ରଚାର ଥିଲା ଓ ତାଙ୍କ ପ୍ରଚାର ଦ୍ୱାରା ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ଫେରି ଆସୁଥିଲେ। କେବଳ ସେତିକି ନୁହେଁ, ପୁନର୍ଥିତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଶକ୍ତି ଦ୍ୱାରା ସେ ମୃତ ବ୍ୟକ୍ତିକୁ ମଧ୍ୟ ଜୀବନ ଦେଇଥିବାର ଆମମାନେ ଲକ୍ଷ୍ୟ କରିଛୁ। ଈଶ୍ୱର ଆପଣଙ୍କୁ ଆଉ ମୋତେ ମଧ୍ୟ ବ୍ୟବହାର କରିବାକୁ ଚାହାନ୍ତି ଯଦି ଆମମାନେ ତାହାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରୁ। ଆଜି ତ ଆମମାନଙ୍କର ଆଲୋଚନାର ସମୟ ସରିଯାଇଛି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଥରେ ଆପଣଙ୍କ ସହିତ ସାକ୍ଷାତ ହେବାର ଆଶା ରଖୁଛି। ଆଜି ବିଦାୟ ନେବା ପୂର୍ବରୁ ପଦେ ପ୍ରାର୍ଥନା କରିବା। ମୋ ସହିତ ପ୍ରାର୍ଥନାରେ ଯୋଗ ଦିଅନ୍ତୁ। ପ୍ରିୟ ପ୍ରଭୁ, ତୁମଠାରେ ଶକ୍ତି ଅଛି, ତୁମ ବାକ୍ୟରେ ଶକ୍ତି ଅଛି। ଯେଉଁମାନେ ତାହା ବିଶ୍ୱାସ କରନ୍ତି ସେମାନେ ଜୀବନରେ ତୁମର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ଅନୁଭବ କରନ୍ତି। ତାହା ରୋଗରୁ ସୁସ୍ଥତା ହୋଇପାରେ, ତାହା ଜୀବନରେ ପରିବର୍ତ୍ତନ ହୋଇପାରେ କିମ୍ବା ଯେକୌଣସି ସମସ୍ୟାରୁ ମୁକ୍ତିର ବିଷୟ ହୋଇପାରେ। ଏସବୁର ସମାଧାନ କେବଳ ତୁମଠାରେ ଅଛି। ସବୁଠାରୁ ବଡ଼ ସମାଧାନ ହେଉଛି ପାପୀ ମନୁଷ୍ୟ ନିଜର ପାପର ଦଣ୍ଡରୁ ମୁକ୍ତ ହୋଇ ପବିତ୍ର ଜୀବିତ ଈଶ୍ୱରଙ୍କର ସନ୍ତାନରେ ପରିଣତ ହୋଇପାରେ। ଏହି ଅଲୌକିକ କାର୍ଯ୍ୟ କେବଳ ତୁମର ସୁସମାଚାରର ବାକ୍ୟ ହିଁ ସାଧନ କରିଥାଏ। ଯେତେଜଣ ସେହି ବାକ୍ୟରେ ବିଶ୍ୱାସ କରନ୍ତି ସେମାନେ ଅନନ୍ତ ଜୀବନ ପାଆନ୍ତି। ପ୍ରଭୁ, ଆମମାନେ ତୁମର ଧନ୍ୟବାଦ କରୁଛୁ। ଆଜି ପ୍ରିୟ ଭାଇ ଭଉଣୀମାନଙ୍କୁ ତୁମ ହସ୍ତରେ ସମର୍ପଣ କରୁଅଛି। ପ୍ରତ୍ୟେକଙ୍କ ଜୀବନରେ ତୁମର ସେ ଜୀବନର ବାକ୍ୟ ଦେଇ କଥା କୁହ, ଆଶୀର୍ବାଦ କର। କାରଣ ଏହି ପ୍ରାର୍ଥନା ନିବେଦନ ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆମମାନେ ଉତ୍ସର୍ଗ କରୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। প্রিয় বন্ধু, আশা করু আপনার আম পথ প্রদর্শিকা কার্যক্রম নিশ্চয় ভাল লাগিথিব। যদি ভাল লাগিছি তাহলে আমকু 044490812996 নম্বর রে নিশ্চয় গোটিয়ে মিসড কল দেবে। আপনক মিসড কল আম নিমন্তে অতি বহুমূল্য। মু আনন্দর সহ জনাউছি যে প্রত্যেক মিসড কল দাতাঙ্ক মধ্যরু সপ্তাহ শেষরে যে অধিক মিসড কল দেইথিবে তাঙ্কু মনোনীত করাଯିବ ଓ পুরস্কৃত করাଯିବ। ସେହି ଦର୍ଶକ ବନ୍ଧୁଙ୍କ ନାମ ଓ ଫଟୋ ଆମ କାର୍ଯ୍ୟକ୍ରମ ଶେଷରେ ଦେଖାଯିବ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଗଜପତିରୁ ଗୀତାଙ୍ଗିନୀ ପରିଚ୍ଛା ଓ ପରିବାର। ପ୍ରାର୍ଥନା ଓ ଅଧିକ ଜାଣିବା ନିମନ୍ତେ ଫୋନରେ ଆମ ସହ ଯୋଗାଯୋଗ କରିପାରିବେ। ଆମ ଟେଲିଫୋନ ନମ୍ବର ହେଲା 9777221415 ଆଉ ଆମ ଠିକଣା ଟିଭି ସ୍କ୍ରିନରେ ଦିଆଯାଇଅଛି। ଧନ୍ୟବାଦ।